ଜୟ ଜଗନ୍ନାଥ ସାଙ୍ଗମାନେ ନମସ୍କାର। ଚାଲନ୍ତୁ ଆଜି ଜାଣିବା ରହସ୍ୟମୟ ତାରିଣୀ ମନ୍ଦିର। ଚାଲନ୍ତୁ ଷ୍ଟୋରିଟି ଆରମ୍ଭ କରିବା। ମା ତାରିଣୀ କିଏ? କାହିଁକି ମା ଦୁର୍ଗା ଏବେ ପଥର ହୋଇ ପୂଜା ପାଉଛନ୍ତି ତାରିଣୀ ରୂପରେ? ପୁରୀରୁ କେନ୍ଦୁଝରକୁ କେମିତି ଆସିଲେ ମା ତାରିଣୀ? ଆସନ୍ତୁ ଜାଣିବା ତାରିଣୀଙ୍କ ସମ୍ପୂର୍ଣ୍ଣ ଗୁପ୍ତ ରହସ୍ୟ। ଓଡ଼ିଶା ରାଜ୍ୟ କେନ୍ଦୁଝର ଜିଲ୍ଲା ଘଟଗାଁରେ ଅବସ୍ଥିତ ମା ତାରିଣୀଙ୍କ ଭବ୍ୟ ମନ୍ଦିର। କରୁଣାମୟୀ ମା ତାରିଣୀ ଆଶୀଷ ଟିକେ ପାଇବା ପାଇଁ କାହିଁକି ଯେ କେତେ ଦୂର ଦୂରାନ୍ତରରୁ ହଜାରରୁ ହଜାର ଦୂରରୁ ମାଙ୍କ ପାଖକୁ ଧାଇଁ ଆସନ୍ତି ଅନେକ ଶ୍ରଦ୍ଧାଳୁ। କ'ଣ ରହିଛି ପୌରାଣିକ ମତ? ତ୍ରେତୟା ଯୁଗରେ ଯେତେବେଳେ ରାମଙ୍କୁ ବନବାସ ହୋଇଥିଲା, ମାତା ସୀତାଙ୍କୁ ହରଣ କରି ନେଇଯାଇଥିଲା ରାବଣ, ସେତେବେଳେ ପ୍ରଭୁ ରାମଚନ୍ଦ୍ର ମା ଦୁର୍ଗତିନାଶିନୀ ମା ଦୁର୍ଗାଙ୍କୁ ଆରାଧନା କରିଥିଲେ। ପୂଜାରେ ସନ୍ତୁଷ୍ଟ ହୋଇ ମା ଦୁର୍ଗା ଶୂନ୍ୟବାଣୀ କରିଥିଲେ ଯେ, ବତ୍ସ, ମୁଁ ତୁମ ଆରାଧନାରେ ସନ୍ତୁଷ୍ଟ ହେଲି। ମୁଁ ତୁମ ସମ୍ମୁଖରେ ମା ତାରିଣୀ ରୂପରେ ଆବିର୍ଭୂତ ହେବି। କିନ୍ତୁ ଯଦି ତୁମେ ମୋତେ ଦେଖିଦେବ, ତାହେଲେ ମୁଁ ପାଷାଣ ଅଥବା ପଥର ପାଲଟି ଯିବି। ଏତିକି କହି ସାରିବା ପରେ ପ୍ରଭୁ ରାମଚନ୍ଦ୍ର ମାଙ୍କୁ ମୁଣ୍ଡିଆ ମାରି ଅର୍ଥାତ୍ ପଣିପାତ ହୋଇ ସାରି ଯେତେବେଳେ ଛିଡ଼ା ହୋଇଥିଲେ, ପ୍ରଭୁ ରାମଚନ୍ଦ୍ରଙ୍କର ହଠାତ୍ ଆଖି ପଲକଟି ଖୋଲିଗଲା ଏବଂ ସେ ମାଙ୍କୁ ଦର୍ଶନ କରିଦେଲେ। ମା ଦେଇଥିବା ବାକ୍ୟ ସତ ରୂପେ ପରିଣତ ହୋଇଗଲା। ହଠାତ୍ ସେହି ସ୍ଥାନରେ ମା ପଥର ବା ପାଷାଣ ପାଲଟି ଗଲେ। ସେହିଦିନଠାରୁ ମାଙ୍କୁ ତାରିଣୀ ରୂପେ ପୂଜା ଅର୍ଚ୍ଚନା କଲେ। ଏ ଥିଲା ତ୍ରେତୟା ଯୁଗର ପୌରାଣିକ ମତ। ଐତିହାସିକ ମତ କହୁଛି, କେନ୍ଦୁଝର ରାଜା ଥିଲେ ତ୍ରିଲୋଚନ ଭଞ୍ଜ, ତାଙ୍କ ପୁଅ ଥିଲେ ଗୋବିନ୍ଦ ଭଞ୍ଜ। ସବୁ ଠିକ୍ ଚାଲିଥାଏ। 1980 ମସିହାରେ ତ୍ରିଲୋଚନ ଭଞ୍ଜଙ୍କର ମୃତ୍ୟୁ ହେଲା। ତ୍ରିଲୋଚନ ଭଞ୍ଜଙ୍କ ପରେ ପରେ ରାଜ୍ୟଭାର ତଥା ଗୋବିନ୍ଦ ଭଞ୍ଜ ସମ୍ଭାଳିଥିଲେ। ସେ ଯେହେତୁ ମାଙ୍କ ପରମ ଭକ୍ତ, ସେ ରାଜ୍ୟ କାର୍ଯ୍ୟରେ ବ୍ୟସ୍ତ ଥିବା ଯୋଗୁଁ ପୁରୀରୁ ମାଙ୍କୁ କେନ୍ଦୁଝର ଆଣି ପାରୁନଥିଲେ। ସେଥିପାଇଁ ସେ ନିଜକୁ ଭାରି ଦୁଃଖ ପ୍ରକାଶ କରୁଥିଲେ। ଏମିତି କିଛି ଦିନ ଗଲା। ପୁରୀ ରାଜା ପୁରୁଷୋତ୍ତମ ଦେବ ଗୋବିନ୍ଦ ଦେବଙ୍କୁ ଡକରା ଦେଇ ଡାକିଲେ। ପୁରୁଷୋତ୍ତମ ଦେବ ତାଙ୍କୁ ଜୟ ଗୋବିନ୍ଦ ଭଞ୍ଜ ମହାରାଜ ବୋଲି ସମ୍ବୋଧନ ତଥା ଆଖ୍ୟା ଦେଇଥିଲେ। ପୁରୀ ଅଞ୍ଚଳରେ ଥିବା 8ଗଡ଼ ତାଙ୍କୁ ଖୁସିରେ ଦାନ କରି ଦେଇଥିଲେ। ଠିକ୍ ଏହି ସମୟରେ ଗୋବିନ୍ଦ ଭଞ୍ଜ କହିଲେ, କାଞ୍ଚିରୁ ଆସିଥିବା ମା ତାରିଣୀଙ୍କୁ ନିଜ ସହ ନେଇ ଯିବା ପାଇଁ। ଏହା ଶୁଣି ଉତ୍ତରରେ ରାଜା ପୁରୁଷୋତ୍ତମ ଦେବ କହିଲେ, ମା ତାରିଣୀ ହେଉଛନ୍ତି ପାତାଳୀ, ତାଙ୍କୁ କେମିତି ଯେ ନେବ? ଏଥିରେ ନିରାଶ ହୋଇ ରାଜା ଗୋବିନ୍ଦ ଭଞ୍ଜ ମାଙ୍କ ପାଖକୁ ଯାଇ ରାତିସାରା ପୂଜା ଅର୍ଚ୍ଚନା କଲେ। ଠିକ୍ ସେହି ରାତ୍ରିର କଥା। ରାଜା ପୁରୁଷୋତ୍ତମ ଦେବ ଖାଇକି ଶୋଇବାକୁ ଗଲେ। ମାଙ୍କ ସ୍ୱପ୍ନାଦେଶ ହେଲା, ଶୁଣ ହେ ପୁରୁଷୋତ୍ତମ ଦେବ, ଗୋବିନ୍ଦ ହେଉଛି ମୋର ପରମ ଭକ୍ତ। ତା ସହିତ ମୁଁ କେନ୍ଦୁଝରକୁ ଯିବି। ତାକୁ ତୁମେ ଅନୁମତି ଦିଅ। ଏମିତି କହି ମା ସ୍ୱପ୍ନରୁ ଚାଲିଗଲେ। ରାତି ବିତିଗଲା। ସକାଳ ହେଲା। ପୁରୁଷୋତ୍ତମ ଦେବ ଗୋବିନ୍ଦଙ୍କୁ ଡକରା ଦେଲେ ଏବଂ କହିଲେ, ଧନ୍ୟ ହେ ଗୋବିନ୍ଦ, ତୁମେ ମାଙ୍କୁ ନେବା ପାଇଁ ଏବେ ପ୍ରସ୍ତୁତି ଆରମ୍ଭ କର। ମାଙ୍କୁ କିପରି ନେବେ ଭାବି ଭାବି ଗୋବିନ୍ଦ ଧ୍ୟାନ କଲେ। ମା ଶୂନ୍ୟବାଣୀ କଲେ। ମା କହିଲେ, ମୁଁ ଯେଉଁପରି ଘୋଡ଼ାରେ ଚଢ଼ି କାଞ୍ଚିରୁ ପୁରୀ ଆସିଥିଲି, ସେହିପରି ଘୋଡ଼ାରେ ଚଢ଼ି ତୋର ପଛେ ପଛେ କେନ୍ଦୁଝରକୁ ଯିବି। ଘୋଡ଼ା ଚାଲିଲେ ମୋ ପାଦର ପାଉଁଜି ରୁଣୁଝୁଣୁ ତତେ ଶୁଭିବ। ତୁ ଜାଣିବୁ ଯେ ମୁଁ ତୋର ପଛେ ପଛେ ଆସୁଛି। ଏତିକି ଶୁଣି ରାଜା ତା ପରଦିନ ସକାଳୁ ବାହାରି ପଡ଼ିଲେ କେନ୍ଦୁଝର ଅଭିମୁଖେ। ରାଜା ଘୋଡ଼ାରେ ସବାର ହୋଇ ଆସୁଥାନ୍ତି। ପଛେ ପଛେ ମା ତାରିଣୀ ମଧ୍ୟ ଘୋଡ଼ାରେ ବସି ଆସୁଥାନ୍ତି। ମାଙ୍କ ପାଉଁଜିର ରୁଣୁଝୁଣୁ ଶବ୍ଦ ରାଜାଙ୍କ କାନରେ ବାଜୁଥାଏ। ଏମିତି ସେମାନେ ଆସୁ ଆସୁ ସେମାନେ
ଆନନ୍ଦପୁର ସୀମା ପାର ହୋଇ କେନ୍ଦୁଝର ସୀମାରେ ପହଞ୍ଚି ଜଙ୍ଗଲ ମଧ୍ୟରେ ପ୍ରବେଶ କଲେ। ଠିକ୍ ସେହି ସମୟରେ କେନ୍ଦୁଝର ମଧ୍ୟସ୍ଥଳରେ ମାୟା ବିସ୍ତାର କଲେ। ମା ତାରିଣୀ ଗୋବିନ୍ଦ ଘୋଡ଼ା ଆଗକୁ ଆଉ ଗଲା ନାହିଁ। ମାଙ୍କ ରୁଣୁଝୁଣୁ ଶବ୍ଦ ଆଉ ରାଜାଙ୍କୁ ଶୁଭାଗଲା ନାହିଁ। ଠିକ୍ ଏହି ସମୟରେ ରାଜା ହଠାତ୍ ପଛକୁ ବୁଲି ଦେଖିଲେ। ଯେତେବେଳେ ସେ ପଛକୁ ବୁଲି ଦେଖିଲେ ମା କରୁଣାମୟୀ ମା ତାରିଣୀ ପ୍ରସ୍ତର ପାଲଟି ଯାଇଛନ୍ତି। ଏହାପରେ ପୁଣି ଶୂନ୍ୟବାଣୀ ହେଲା ଏବଂ ମା କହିଲେ, ମୁଁ ଏଠାରେ ହିଁ ପୂଜା ପାଇବି। ସେହିଦିନଠାରୁ ମା ଶାଳବଣରେ ଘଟଗାଁରେ ମା ତାରିଣୀ ରୂପେ ପୂଜା ପାଇ ଆସୁଛନ୍ତି। ଏ ଥିଲା ମା କରୁଣାମୟୀ ତାରିଣୀଙ୍କ ପୌରାଣିକ ବା ଐତିହାସିକ କଥା। ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ କିପରି ଲାଗିଲା ନିହାତି ଆପଣମାନଙ୍କର ମତାମତ କମେଣ୍ଟ ବକ୍ସ ମାଧ୍ୟମରେ ଜଣାଇବେ। ଭିଡ଼ିଓଟି ଯଦି ଭଲ ଲାଗିଥାଏ ଲାଇକ୍ ଆଣ୍ଡ ସେୟାର ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲିବେନି। ଭିଡ଼ିଓରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହିତ ଅଲ୍ ନୋଟିଫିକେସନ୍ ଉପରେ କ୍ଲିକ୍ କରିଦିଅନ୍ତୁ, ଯେଫଳରେ କି ଆପଣଙ୍କ ପାଖେ ନୂଆ ନୂଆ ଭିଡ଼ିଓ ପହଞ୍ଚି ପାରିବ। ସାଇ ଓଡ଼ିଆ ଷ୍ଟୋରିକୁ ଦେଖିବାକୁ ଜମା ବି ଭୁଲିବେନି। ରହୁଛି। ଜୟ ଜଗନ୍ନାଥ, ନମସ୍କାର।